ବୋଉ ଏଠି ମୁଁ ଉଠିଲା ବେଳକୁ ରୋଷେଇ କରୁଛି ମାନେ ମୁଁ ଗାଧେଇ ପାଧେଇ ଆସିଲାଣି ହେରି କାଲି ତ ବାହାଘର ହେଇଥିଲା ଜାଣିଥିବେ ଶୋଇକି ଉଠିକି ଆଇଲା ବେଳକୁ ରୋଷେଇ କରୁଛି ମୁଁ ଏଠି ପଖାଳ ବାଇଗଣ ଭଜା ହେଇଥିଲା ଆଣିକି ଖାଉଛି ଆଉ ଟିକେ ତରକାରୀ ଦବ ବୋଲି ବୋଉ ଅନେଇକି ବସିଛି ଖାଇବ ବୋଲି। ବୋଉ ଗୋଟେ 10,000 ଟଙ୍କା ମତେ ସାହାଯ୍ୟ କରୁନି। କଣ 10,000 ଟଙ୍କା କରୁଛି? ତୁ ଏତିକି ଗୋଟେ ସାହାଯ୍ୟ କଲେ ମୁଁ ତୋତେ ଭବିଷ୍ୟତରେ କୋଟି ଟଙ୍କାରେ ସାହାଯ୍ୟ କଲି। କୋଟିଏ ଟଙ୍କା କେତେ ଜାଣିଛୁ ଟି? ନାଇଁ 2 ଶୂନ କୋଟି ଜାଣିଛୁ ଟି? ଗୋଟେ ମୋବାଇଲ କିଣିବି 10,000 ଟଙ୍କା ସାହାଯ୍ୟ କରିବି। ମୋବାଇଲ ବା ଅଛି ଦେଇଛି ସେଇଠି ଧରିଛି ସେ କ୍ୟାମେରା ଭିଡିଓ ହଉଛି ସେ ଫୋନ ଆଉ କାମ କରୁନି। 5 ବର୍ଷ ପାଠ ପଢିକି ମଣିଷ ରୋଜଗାର କଲେ ବଡ ଇଏ ପୁରା ଯାତ୍ରା ଡାଇଲଗ ହେଇଗଲା। ବାବା ପୁଣି ଧରିଲେ କି ନାଇଁ ଛୋଟ ଫୋନ ହଉ ତାଙ୍କର ତ 2 ମାସ ଚେଞ୍ଜ ପାଣିରେ ପଡୁଛି ପୁଣି ନୂଆ 1,000 ଟଙ୍କା 1000 ଏ ଫୋନଟା 1,000 ଟଙ୍କା 3,000 ଟଙ୍କା 3,000 ଟଙ୍କା ଆଉ 1,000 ଟଙ୍କା ତୁ ଯାଇକି ଆଣିଥିଲୁ 10,000 ଟଙ୍କା ଦବୁ ନାଇଁ ନାଇଁ ମୋ ପାଖରେ ପଇସା ନାହିଁ ଯିବ। ଆଉ ବୁଢୀ ହେଲେ କେମିତି ପାନ ଗୁଆ ଟିକେ ଆଣିକି ଦେବି ସେତେବେଳେ ତୋର ମୋର କଥାବାର୍ତ୍ତା କରଛି। ଏ ଯୋଉ ପାନ ଗୁଆ କଥା କହିବି ଭବିଷ୍ୟତରେ ଆଉ ଦେବିନି ଏଇଟା ମୁଁ ଭାବୁଛି ଏ ଯୋଉ ଭିଡିଓ କରୁଛି ସେଥିପାଇଁ କହୁନି ଏଇଟା କିନ୍ତୁ ସତ କଥା। ଯଦି 10,000 ନଦବୁ ପାନ ଗୁଆ କିଛି ନାହିଁ କିଛି ଦିଆହେବି ନାହିଁ। ମୁଁ ବା ଗୋଟେ LIC କରିଦେଇଥିଲେ ମୋର ପାନ ଗୁଆ ମିଳିବ ମୁଁ ଖାଇବି ବୁଢୀ ହେଲେ ତ ଭାତ ମିଳିବ ଆଉ ତୁ ନଦେ ଆଉ କୋଉ ଘରେ ରହିବୁ? ଘର ପରା ମୋର ଜାଗା ଦେଇ କାଗଜ କାହା ନାଁରେ ଖାଇଛି ଆଉ 10 ବର୍ଷ ଗଲେ ତ ମୁଁ ମୋ ନାଁରେ କରେଇଦେବି। ଦସ୍ତଖତ ମାଇଲେ ତମେ ଦସ୍ତଖତ ନମ କାଗଜ ପତ୍ର ତମ ପାଖରେ ଥିଲେ ମୁଁ ଟଣକ ହେଇଯିବି। ଖାଇବା ଆସ ଗାଡି ଆଣିନ ଗାଡି ଆସ।